ଦଶମ ସ୍କନ୍ଧ ଦ୍ୱାରିକା ଲୀଳା 49 ଅଧ୍ୟାୟ ଶ୍ରୀ ଶୁକବାଚ। କହନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ ପରୀକ୍ଷିତ, ରାମ ଗୋବିନ୍ଦ ଏକ ମେଳେ ନନ୍ଦର ନିକଟେ ମିଳିଲେ। କର ଅଞ୍ଜଳି ଦେଇ ଶିରେ ନମନ୍ତି ଯଶୋଦା ପୟରେ, ନନ୍ଦର ଚରଣେ ପ୍ରଣମୀ ଅଶେଷ ଜନ୍ତୁ ଅନ୍ତର୍ଯାମୀ। ରାମ ଗୋବିନ୍ଦ ମାୟା ଭୋଳେ ବସିଲେ ବେନି ଜନ କୋଳେ, ବେନି ପୁତ୍ରଙ୍କୁ କୋଳେ ଜାକି ସ୍ନେହ ବୁଝିଲେ ବେନି ଆଖି। ଆନନ୍ଦେ ଅଶ୍ରୁ ଜଳ ବହେ ନନ୍ଦକୁ ଚାହିଁ ଦେବରାୟ, କହନ୍ତି ଶୁଣ ତାତ ମାତ ଆମ୍ଭେ ତୁମ୍ଭର ବେନି ସୁତ। ତୁମ୍ଭେ ପାଳିଲ ସ୍ନେହ ବହି ତାତ ଜନନୀ ପ୍ରାୟ ହୋଇ, ଅନାଥ ବାଳକକୁ ଆଣି ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ। ସେ ଧର୍ମ ପିୟର ଜନନୀ କହନ୍ତି ବେଦ ମତେ ମୁନି। ହେ ତାତ ଯାଅ ଗୋପପୁର ବନ୍ଧୁ ବାନ୍ଧବ ଘେନି ତୋର, ମୁଁ ଏତେ ଥାଇ ଦିନ କେତେ ବନ୍ଧୁ ବାନ୍ଧବ ମୋର ଯେତେ। ତାହାଙ୍କୁ ନିଶ୍ଚିନ୍ତ କରାଇ ଯେ ଯାହା ଗୃହବାସ ଦେଇ, ପଛେ ମୁଁ ଯିବି ଗୋପପୁର ଭୋତାତ ବିଳମ୍ବ ନ କର। ହେମନ୍ତ କହି ଭାବ ଗ୍ରାହୀ ନନ୍ଦର ହସ୍ତେ ହସ୍ତ ଦେଇ, କଂସର ଯେତେକ ଭଣ୍ଡାର ନନ୍ଦକୁ ଦେଲେ ଦାମୋଦର। ଏ ବୋଇଲେ ଗୋପେ ହୁଅ ରାଜା ଆନନ୍ଦେ ପାଳ ଜନ ପ୍ରଜା, ନନ୍ଦ ଯଶୋଦାଙ୍କର ମନ ମୋହିଲେ ପ୍ରଭୁ ଭଗବାନ। ରାମ ଗୋବିନ୍ଦ ଘେନି କୋଳେ ଚୁମ୍ବନ ଦେଲି କୌତୂହଳେ, ଯେତେ ବାଳକ କୃଷ୍ଣ ସଙ୍ଗେ ଗୋପେ ବଢିଲେ ନବରଙ୍ଗେ। ବୋଲନ୍ତି କୃଷ୍ଣ ମୁଖ ଚାହିଁ ବିକଳେ ଶିରେ କର ଦେଇ, ହେ ରାମ କୃଷ୍ଣ ତୋର ସଙ୍ଗେ ବନେ ବଞ୍ଚିଲୁ ନାନା ରଙ୍ଗେ। ଏବେ ଛାଡ଼ିଲୁ କିମ୍ପା ତୁହି ବଞ୍ଚିବୁ କାହା ମୁଖ ଚାହିଁ। ନିରାଶ ନ କର ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ, ଶୁଣି ବୋଲନ୍ତି ବେନି ଭାଇ ମୋହନ ନୟନେ ଅନାଇ। ଗୋପାଳେ ଯାଅ ନିଜ ଘରେ ମନ ନିବେଶି ମୋଠାରେ, ଆମ୍ଭର ମନ ତୁମ୍ଭ ତହିଁ ନିକଟେ ଯିବୁ ବେନି ଭାଇ। ଏମନ୍ତେ ଜଣେ ଜଣେ ତୋଷୀ ଗୋପୀ ଗୋପାଳଙ୍କୁ ଆଶ୍ୱାସୀ, କୃଷ୍ଣର ଆଜ୍ଞା ନନ୍ଦ ପାଇ କାନ୍ଦଇ ପୁଣ ପୁଣ ଚାହିଁ। ଯଶୋଦା ରାମ କୃଷ୍ଣ ଚାହିଁ କୋଳେ ବସାଇ ଚୁମ୍ବ ଦେଇ, ମନ ନିବେଶି କୃଷ୍ଣ ପାଦେ ବୁଡ଼ିଲେ ଶୋକ ଗଦ ଗଦେ। ଏ ବାଜଇ ବୀର ତୁର ବାଦ୍ୟ ଘେନାଇ ସକଳ ସମ୍ପଦ, ନନ୍ଦ ଚଳିଲା ଗୋପପୁର ଶୁଣ ରାଜନ କୁରୁବୀର। ଏବେ କୃଷ୍ଣର ଦେଖ ଭାବ ପୁତ୍ରଙ୍କୁ ପାଇ ବସୁଦେବ, ଦ୍ୱିଜଙ୍କ ସଙ୍ଗେ ପୁରୋହିତ ଅଣାଇ କହଇ ଉଚିତ। ଏ ଯେ ମୋର ବେନି ବାଳେ ଗୋପୁ ହୋଇଲା ଏତେ କାଳେ, ୟାଙ୍କ କର୍ମ କ୍ରିୟା ନାହିଁ ସଂସ୍କାର କର ବେନି ଭାଇ। ବସୁଦେବର ବୋଲ ଶୁଣି ବ୍ରାହ୍ମଣେ ରାମକୃଷ୍ଣ ଘେନି, କଲେ ସେ ଯେତେ ବେଦ କର୍ମ କୂଳ ଉଚିତ ଯେବା ଧର୍ମ। ଆନନ୍ଦ ହୋଇ ବସୁଦେବ କରାଇ ନାନା ମହୋତ୍ସବ, ଅୟୁତେ ଧେନୁ ବତ୍ସା ମୂଳେ ମୁଣ୍ଡିଲା ନାନା ଅଳଙ୍କାରେ। ଏ କୃଷ୍ଣର ଜନ୍ମ କାଳେ ଯାହା ମନେ କଳ୍ପିଲା ପୁଣ୍ୟ ଦେୟା, ବିପ୍ରଙ୍କୁ ଦେଇ ମନ ତୋଷେ କଲ୍ୟାଣ କଲେ ସେ ଅରସେ। ଏ ବସାଇ ରାମକୃଷ୍ଣ ଦୁଇ ଆନନ୍ଦ ମନେ ବେଦ କହି, ଗାୟତ୍ରୀ ମନ୍ତ୍ର ବିଦ୍ୟା କର୍ମ କୂଳ ଉଚିତ ବିଧି କର୍ମ, କରାଇ ଗଲେ ବିପ୍ର ଜନେ କୃତାର୍ଥ ବସୁଦେବ ମନେ। ଯେ ହରି ସର୍ବ ବିଦ୍ୟା ତତ୍ତ୍ୱ ଜ୍ଞାନ ପବିତ୍ର ମୂଳ ମନ୍ତ୍ର, ମନୁଷ୍ୟ ଜନ୍ମେ ଯେଉଁ ମତି ତେଣୁ ହୋଇଲେ ବିଦ୍ୟାର୍ଥୀ। ଏ ଗୋବିନ୍ଦ ବିଚାରନ୍ତି ରହି ବିଦ୍ୟା ପଢ଼ିବା ଆମ୍ଭେ କାହିଁ, ଶୁଣି କହନ୍ତି ହଳଧର ଅବନ୍ତୀ ନଗରେ ବିପ୍ର ଘର। କଶ୍ୟପ ଗୋତ୍ରେ ବିଦ୍ୟମାନ ତାଙ୍କର ଶାନ୍ତିପନି ନାମ, ଏହା ବିଚାରିବେନି ଭ୍ରାତେ ବିଜୟ କଲେ ଏକ ରତେ। ରାମ ଗୋବିନ୍ଦ ଯୋଗ ବଳେ ଅବନ୍ତୀ ନଗରେ ମିଳିଲେ, ନୀତି ଘେନନ୍ତି ଗୁରୁ ଦୀକ୍ଷା ପାଠ ପଠନେ ବଡ଼ ଇଚ୍ଛା। ଏ ପୂଜନ୍ତି ଗୁରୁଙ୍କ ଚରଣ ଦେବତା ପ୍ରାୟ ଆଚରଣ, ସେବନ୍ତି ଗୁରୁ ଭାବ ଜାଣି ଧର୍ମ ପାଳନ ଚକ୍ରପାଣି। ଭକତି ଦେଖି କୃଷ୍ଣ ରାମ ଗୁରୁ ହୋଇଲେ ତୋଷ ମନ, ପଢ଼ାନ୍ତି ବ୍ରାହ୍ମ ବେଦ ସାର ସକଳ ଶାସ୍ତ୍ର ନିତ୍ୟାଚାର। କହିଲେ ଧନୁର୍ବେଦ ସଙ୍ଗେ ଧର୍ମ ମୀମାଂସା ନ୍ୟାୟ ରଙ୍ଗେ, ଉପାୟ ଦଣ୍ଡ ତର୍କ ବିଧି ଯେ ରାଜନୀତି ସର୍ବସିଦ୍ଧି। ଯେ ହରି ସର୍ବଶାସ୍ତ୍ର ମୟେ କୋଟିଏ ବ୍ରହ୍ମା ଯାର ଦେ, ଏ ଗୁରୁଙ୍କ ମୁଖୁ ଥରେ ଶୁଣି ଶିଖନ୍ତି ବିଦ୍ୟା ସେହି କ୍ଷଣି। ରାମ ଗୋବିନ୍ଦ ମନ ତୋଷେ ଚାରି ଦିବସ ବେନି ମାସେ, ପଢ଼ି ସାନନ୍ଦ ବେନି ଭାଇ କହନ୍ତି ଶିରେ କର ଦେଇ। ବୋ ବିପ୍ର ଆଜ୍ଞା ଯେବେ ହୋଇ ଗୁରୁ ଦକ୍ଷିଣା ଆମ୍ଭେ ଦେଇ, ସେବିବୁ ତୁମ୍ଭର ପୟର ମେଲାଣି ଦିଅ ଯିବୁ ଘର। ଏ କୃଷ୍ଣ ସାନନ୍ଦ ବିପ୍ର ବର କହିଲେ ପତ୍ନୀଙ୍କ ଆଗର, ଏ ଶୁଣ ଭାବିନି ଚିତ୍ର କଥା ରାମ ଗୋବିନ୍ଦଙ୍କ ବ୍ୟବସ୍ଥା। ସକଳ ଶାସ୍ତ୍ର ଆମ୍ଭ ପାଶେ ସବୁ ପଢ଼ିଲେ ବେନି ମାସେ, କେ କହୁ ତାହାଙ୍କ ମହିମା ସକଳ ଗୁଣେ ବିଶ୍ୱକର୍ମା। ନୁହନ୍ତି ମନୁଷ୍ୟ ଶରୀର କିଏ ବା ବିଷ୍ଣୁ ସୁନାଶିର। ଏ ଗୁରୁ ଦକ୍ଷିଣା ସେ ଯାଚନ୍ତି କହ ଫିଟାଇ ମନୁ ଭ୍ରାନ୍ତି,
ଶୁଣି ସାନନ୍ଦ ବିପ୍ର ନାରୀ କହନ୍ତି ବେନି କର ଯୋଡ଼ି। ବନାଥ ଶୁଣ ମୋର ବାଣୀ ଆମ୍ବର ଘରେ କମଳିନୀ। ଅନେକ ସମ୍ପଦ ଆମ୍ବର ଜୀବନ ହୋଇଲା ଅସାର। ସନ୍ତତି ନାହିଁ ଆମ୍ବ ଘରେ କି ସୁଖ ସଂସାର ବ୍ୟବହାରେ। ଆମ୍ଭର ପୁତ୍ର ଗୋଟି ଥିଲା ପ୍ରଭାସ ତୀର୍ଥେ ନାଶ ଗଲା। ସେ ପୁତ୍ର ଗୋଟି ଯେବେ ଦିଅନ୍ତେ ତେବେ ମୋ ଜୀବନ ରଖନ୍ତେ। ଆଉ ସମ୍ପଦେ ନାହିଁ କାର୍ଯ୍ୟ ଶୁଣି ସାନନ୍ଦ ମନ ଦ୍ୱିଜ। ରାମ ଗୋବିନ୍ଦ ମୁଖ ଚାହିଁ କହନ୍ତି ଶୁଣ ବେନି ଭାଇ। ପ୍ରଭାସ ତୀର୍ଥେ ମୋ କୁମର ମରିଛି 12 ବର୍ଷର। ଯେବେ ପାରିବ ତାହା ଦେଇ ତେବେ ଦକ୍ଷିଣା ମୁହିଁ ପାଏ। ହେବ ମୋ କୃତାର୍ଥ ଜୀବନ ତୁମ୍ଭେ ପାଇବ ଯଶ ଧର୍ମ। ଶୁଣି ସାନନ୍ଦ ମନ ହୋଇ ରଥେ ବସିଲେ ବେନି ଭାଇ। ଗୋବିନ୍ଦ ଯୋଗ ମାୟା ବଳେ ମିଳିଲେ ବାରାନିଧି କୂଳେ। ରଥୁ ଓହ୍ଲାନ୍ତେ ନନ୍ଦ ବଳା ତକ୍ଷଣେ ବରୁଣ ମିଳିଲା। ଜଳୁ ବାହାର ବେଗେ ହୋଇ କର ଅଞ୍ଜଳି ଶିରେ ଦେଇ। କହଇ ଶୁଣ ନାରାୟଣ ଅଶେଷ ବ୍ରହ୍ମାଣ୍ଡ କାରଣ। ଏ କେମ୍ପା ହଇଲ ମୋର ପୁର ଶୁଣି କହନ୍ତି ଚକ୍ରଧର। ଆମ୍ବର ଗୁରୁ ପୁତ୍ର ନେଇ ଲୁଚାଇ ଥୋଇଅଛୁ କାହିଁ। ଆମ୍ଭେ ତୋଷିବୁ ଗୁରୁ ନାରୀ ବରୁଣ ଆଣ ବେଗ କରି। ଶୁଣି ବରୁଣ ମହାଭୟେ ପଡ଼ିଲା କୃଷ୍ଣ ପଦ୍ମ ପାଏ। ବନାଥ ଗୁରୁ ପୁତ୍ର ନାହିଁ ତୁ କି ନ ଜାଣୁ ଭାବଗ୍ରାହୀ। ମୋର ଭିତରେ ଶଙ୍ଖାସୁର ତୁମ୍ଭେ ମାଇଲ ଚକ୍ରଧର। ବ୍ରହ୍ମାକୁ ଦେଇ ବେଦ ନେଇ ତାହାର ପୁତ୍ରେକ ଅଛଇ। ନାମ ତାହାର ପାଞ୍ଚଜନ୍ୟ ମାୟାବୀ ଅସୁର ନନ୍ଦନ। ସେ ଅବା ନେଇ ଅଛି ଧରି ଶୁଣି ସାନନ୍ଦ ନରହରି। ବଳଦେବଙ୍କୁ ତୀରେ ଥୋଇ ଜଳେ ପଶିଲେ କୃଷ୍ଣ ଯାଇ। ଅଗାଧ ଜଳେ ଭାବଗ୍ରାହୀ ଧଇଲେ ଅସୁରକୁ ଯାଇ। ମୁଷ୍ଟିଏ ପ୍ରହାରୀ ପ୍ରଚଣ୍ଡ ଶଙ୍ଖ ହୋଇଲା ବେନି ଖଣ୍ଡ। ତାର ଉଦରେ ଭଗବାନ ଖୋଜିଲେ ଗୁରୁଙ୍କ ନନ୍ଦନ। ଖୋଜି ନ ପାଇ ପଦ୍ମମୁଖ ତାର ଉଦରୁ ନାଭି ଶଙ୍ଖ। ଘେନି ବାହାର ବ୍ରହ୍ମ ରାଶି ରାମର ସଙ୍ଗେ ରଥେ ବସି। କହନ୍ତି କମଳାର ବର ସ୍ୱାମୀ ଯିବି ଜମ୍ମୁପୁର। ଗୁରୁ ବାଳକ ଏଥି ନାହିଁ ହେମନ୍ତ କହି ରଥ ବାଇ। ଜାନ୍ତେ କରନ୍ତି ଶଙ୍ଖ ନାଦ ଖଣ୍ଡିଲେ ଜନ୍ତୁଙ୍କ ବିଷାଦ। ଯମର ଗଡ଼ ଦ୍ୱାରେ ଯାଇ ଗୋବିନ୍ଦ ଶଙ୍ଖ ନାଦ ଦେଇ। ଯମ ଯାତନା ଘୋର ପତେ ନିବାସେ ଥିଲେ ଜନ୍ତୁ ଯେତେ। କୃଷ୍ଣର ଶୁଣି ଶଙ୍ଖ ନାଦ ଖଣ୍ଡିଲେ ଘୋର ପରମାଦ। ହୋଇଲେ ଚାରି ଚାରି ଭୁଜ ଶଙ୍ଖ କମଳ ଗଦା ତେଜ। ଚକ୍ର ତେଜ ସହିତେ ଚିହ୍ନ ତକ୍ଷଣେ ଉଠିଲେ ଗଗନ। ଯମପୁରେ ପଡ଼ିଲା ହୁରି ଶଙ୍ଖ ଶବଦ ଯମପୁରୀ। ଯମକୁ ଜଣାଇଲେ ଦୂତ ବିଜୟ କଲେ ଗୋପୀନାଥ। ତୋର ସମ୍ପଦ ନାଶ ଗଲା ତା ଶୁଣି ଯମ ଭୟ କଲା। ଚିତ୍ର ଗୁପତ କରେ ଧରି ବେଗେ ଭେଟିଲା ନରହରି। କୃଷ୍ଣ ଚରଣ ତଳେ ପଡ଼ି ଯମ କହଇ କର ଯୋଡ଼ି। ବନାଥ ନିସ୍ତରିଲି ମୁହିଁ ବିଜୟ କଲ କାହିଁ ପାଇଁ। ଗୋପେ କହନ୍ତି ଶ୍ରୀରଙ୍ଗ ଗୁରୁଙ୍କ ପୁତ୍ର ଆଣ ବେଗ। ତାଙ୍କ ମରଣ କାଳ ଜାଣି ତୋହର ଦୂତେ ଛନ୍ତି ଆଣି। ମୋର ବଚନେ ଆଣ ତୁହି ଆନକେ ପାରିବଟି ନେଇ। ଶୁଣି ସାନନ୍ଦ ଜନ୍ତୁନାଥ କୃଷ୍ଣକୁ ଦେଲା ଗୁରୁ ସୁତ। ଏ ଗୁରୁ ବାଳକ କୋଳେ ଧରି ରଥେ ବିଜୟ ନରହରି। ପଣ୍ଡୁରେ ଦୃଷ୍ଟି ପଡ଼ିଗଲା ସୁସ୍ଥାନ ଦିଅ ଆଜ୍ଞା ଦେଲା। ହେ ଅବନ୍ତୀପୁରେ ବନମାଳୀ ଗୁରୁ ମନ୍ଦିରେ ବେଗେ ମିଳି। ରଥୁ ଓହ୍ଲାଇ ଦାମୋଦର ଗୁରୁ କୁମର ଧରି କର। ଭିତରେ ପେଶି ବେନି ଭାଇ ଗୁରୁ କାମିନୀ କୋଳେ ଦେଇ। ପୁତ୍ରଙ୍କୁ ଦେଇ ପ୍ରଦକ୍ଷିଣ କରି କହନ୍ତି ନାରାୟଣ। ଏ ତୁମ୍ଭର ପୁତ୍ର ମା ଏ ନିୟ ଦକ୍ଷିଣା ଦେବୁ ଆଜ୍ଞା ଦିଅ। ଶୁଣି ଉଠିଲେ ଗୁରୁ ନାରୀ ରାମ ଗୋବିନ୍ଦ ଭୁଜ ଧରି। କଲ୍ୟାଣ କରି ଚୁମ୍ବ ଦେଇ ତୁମ୍ଭର ନେଉଛି ମୁଁ ଯାଇ। ଆଉ ସମ୍ପଦେ କାର୍ଯ୍ୟ ନାହିଁ କୃତାର୍ଥ କଲ ପୁତ୍ର ଦେଇ। ହେମନ୍ତ କହିବେନି ଜନ ଚାହାନ୍ତି କୃଷ୍ଣର ବଦନ। ନୟନୁ ଅଶ୍ରୁ ଜଳ ବହେ କୃଷ୍ଣ ମୋହିଲେ ମାୟା ମୋହେ। ତକ୍ଷଣେ ହୋଇ ତୋଷ ମନ ଆନନ୍ଦେ କରନ୍ତି କଲ୍ୟାଣ। ଯାଅ ମଥୁରା ବେନି ଭାଇ ଅକ୍ଷୟ ହେଉ ତୁମ୍ଭ ଦେଇ। ଯେତେ ପଢ଼ିଲ ମୋର ତହୁଁ ଅକ୍ଷୟ ହୋଇ ହୃଦେ ରହୁ। ମୋର ଆୟୁଷ ଅଛି ଯେତେ ତୁମ୍ଭକୁ ହେଉ ଅବିରତେ। ତକ୍ଷଣେ ଗୁରୁ ଆଜ୍ଞା ପାଇ ରଥେ ବସିଲେ ବେନି ଭାଇ। ମନ ନିବେଶି ବିପ୍ର ପାଦେ ମଥୁରା ଗଲେ ଅପ୍ରମାଦେ। ଗୁରୁ କାମିନୀ ପୁତ୍ର ପାଇ ଆନନ୍ଦେ କେ ପାରିବ କହି। ବେନି ସ୍ତନରୁ କ୍ଷୀର ଝରେ ଦୁଗ୍ଧ ପିଆନ୍ତି ସ୍ନେହ ଭରେ। କେ କହୁ ଗୁରୁଙ୍କ ଆନନ୍ଦ ଯାହାର ଶିଷ୍ୟ ଆଦି କନ୍ଦ। ହରିଚରିତ ସୁଧା ରସ କହିଲେ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ 82 ଦଶମ ସ୍କନ୍ଧେ ରାମ ହରି ବିଦ୍ୟା ପଠନେ ଗୁରୁପୁତ୍ର ପ୍ରଦାନେ ନାମ 49 ଅଧ୍ୟାୟ। ଭୋଲାନନ୍ଦେ କବାର ହରି ହରି ବୋଲ।